ଯେଉଁମାନଙ୍କର ଶରୀର ଦୁର୍ବଳ ଓ ପତଳା ଅଛି, ସେମାନେ ମୋଟା ନୁହେଁ ବରଂ ସ୍ୱାସ୍ଥ୍ୟବାନ କିପରି ହେବେ, ଆସନ୍ତୁ ଜାଣିବା ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ। ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ସ୍ୱାସ୍ଥ୍ୟବାନ ହେବା, ମୋଟା ହେବା ଏବଂ ଓଜନ ବଢ଼ାଇବା ଏସବୁ ଜିନିଷ ମଣିଷର ମାଂସ ଧାତୁ ଏବଂ ଅସ୍ଥି ଉପରେ ନିର୍ଭର କରିଥାଏ। ଯଦି ଆପଣମାନେ ନିଜର ଓଜନ ବଢ଼ାଇବାକୁ ଚାହୁଁଛନ୍ତି ଏବଂ ସ୍ୱାସ୍ଥ୍ୟବାନ ହେବା ପାଇଁ ଚାହୁଁଛନ୍ତି, ତେବେ ମାଂସପେଶୀର ବୃଦ୍ଧି ହେବା ନିହାତି ଆବଶ୍ୟକ। ତା ବଦଳରେ ଯଦି ଆପଣଙ୍କ ଶରୀରରେ ଚର୍ବି ବା ଫ୍ୟାଟ୍ ବଢ଼ିଯାଏ, ତାହେଲେ ଆପଣଙ୍କ ଦେହ ପାଇଁ ଏହା କ୍ଷତିକାରୀ ହୋଇଯାଇଥାଏ। ପ୍ରଥମେ ଆପଣ ପତଳାରୁ ମୋଟା ହେବା ପାଇଁ ଚେଷ୍ଟା କରିବେ, କିନ୍ତୁ ଯଦି ଚର୍ବି ବଢ଼ିଥିବ, ପୁଣି ମୋଟାରୁ ପତଳା ହେବା ପାଇଁ ଚିନ୍ତା କରିବେ। ତେଣୁ ପ୍ରଥମେ ନିଜର ଉଚ୍ଚତା ସହିତ ଓଜନର ତୁଳନା କରନ୍ତୁ ଏବଂ ଭିଡ଼ିଓରେ ଆଗକୁ ବଢ଼ନ୍ତୁ। ଏହି ଭିଡ଼ିଓ କେବଳ ସେଇମାନଙ୍କ ପାଇଁ ଯେଉଁମାନଙ୍କର ଉଚ୍ଚତା ଅନୁସାରେ ଓଜନ କମ୍, ଯେଉଁମାନଙ୍କର ଶରୀର ଦୁର୍ବଳ, ଖାଦ୍ୟ ଖାଇଲେ ମଧ୍ୟ ଶରୀରରେ ଲାଗୁନାହିଁ। ଏବେ ଦେଖିବା ଦୁର୍ବଳ ଓ ପତଳା ହେବାର କେତେଗୁଡ଼ିଏ କାରଣ। ବଂଶଗତ ଛାଞ୍ଚ। ଯଦି ଆପଣମାନଙ୍କ ଜିନ୍‌ରେ ଏଭଳି ଥାଏ, ପରିବାରରେ ସମସ୍ତେ ପତଳା, ତାହେଲେ ଆପଣ ମଧ୍ୟ ପତଳା ସ୍ୱାସ୍ଥ୍ୟ ପାଇବେ, କିନ୍ତୁ ଶରୀରରେ ଶକ୍ତି ଥିବା ଆବଶ୍ୟକ। କୁପୋଷଣ। ଯଦି ଖାଦ୍ୟପେୟ ଆପଣଙ୍କର ଠିକ୍ ନାହିଁ, କମ୍ ପରିମାଣରେ ଖାଉଛନ୍ତି ଏବଂ ଭୁଲ ଖାଦ୍ୟ ଖାଉଛନ୍ତି, ତାହେଲେ ମଧ୍ୟ ଆପଣଙ୍କ ଦେହରେ ଖାଦ୍ୟସାର ଠିକ୍ ଭାବରେ ପହଞ୍ଚି ନଥାଏ ଏବଂ ଆପଣ ଦୁର୍ବଳ ଓ ପତଳା ହୋଇଥାନ୍ତି। ଜଠରାଗ୍ନି ବା ପାଚନ ଶକ୍ତି ଯଦି କମ୍ ଥାଏ, ଖାଦ୍ୟ ପେଟରେ ଠିକ୍ ଭାବରେ ହଜମ ହୋଇପାରେ ନାହିଁ। ଏହାଛଡ଼ା ଅମ୍ଳଜାନର ଅଭାବ, ଶ୍ୱାସକ୍ରିୟାରେ ସମସ୍ୟା ଦ୍ୱାରା ଆପଣଙ୍କର ଶରୀରର କୋଣ ଅନୁକୋଣରେ ଖାଦ୍ୟର କଣିକା ବା ମିନେରାଲ ପହଞ୍ଚି ପାରିନଥାଏ। ଶରୀରରେ ଯଦି ଲବଣ ଅଂଶ ବା ସଲ୍ଟ ଇମ୍ବାଲାନ୍ସ ରହିଥାଏ, ତାହେଲେ ମଧ୍ୟ ଆପଣଙ୍କ ଶରୀରରେ ଖାଦ୍ୟ ଠିକ୍ ଭାବରେ ଲାଗିପାରେ ନାହିଁ। ଏହାଛଡ଼ା ଥାଇରଏଡ୍, ଲିଭର ସମସ୍ୟା, ହରମୋନ୍ ଇମ୍ବାଲାନ୍ସ, କିଡନୀ ସମସ୍ୟା ଏବଂ ଶରୀରରେ କୌଣସି ଜାଗାରେ ଇନଫେକ୍ସନ୍ ବା ଇନଫ୍ଲାମେସନ୍ ଥିଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ଶରୀର ଦୁର୍ବଳ ରହିଥାଏ। ମାନସିକ ଚିନ୍ତା ଓ ଭୟ ଏସବୁ ଆପଣଙ୍କର ଶରୀରର ମାଂସ ଧାତୁ ଏବଂ ଅସ୍ଥିକୁ କ୍ଷୀଣ କରିଦେଇଥାନ୍ତି। କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍‌ର ଅଭାବ ଅସ୍ଥି ତଥା ରକ୍ତର ପରିମାଣକୁ କମେଇ ଦେଇଥାଏ, ଅସ୍ଥିରେ ଦୁର୍ବଳତା ଆଣିଥାଏ। ଦିନଚର୍ଯ୍ୟା ଯଦି ଆପଣଙ୍କର ଠିକ୍ ନାହିଁ ଏବଂ ଆପଣ ଆବଶ୍ୟକତା ଠାରୁ ଅଧିକ ପରିଶ୍ରମ କରୁଛନ୍ତି, ସେ ଅନୁସାରେ ଖାଦ୍ୟ ଖାଉନାହାନ୍ତି ବା ଭୁଲ ଖାଦ୍ୟ ତଥା ଶରୀରରୁ ଫ୍ୟାଟ୍ ବର୍ନିଂ କରିବା ପାଇଁ ଅଧିକ ଖାଦ୍ୟ ଯଦି ଖାଉଛନ୍ତି, ତାହେଲେ ମଧ୍ୟ ଆପଣ ଦୁର୍ବଳ ଏବଂ ପତଳା ରହିବେ। ଯଦି ଆପଣ ଏଭଳି କିଛି ବ୍ୟାୟାମ କରୁଛନ୍ତି ଯାଦ୍ୱାରା ଆପଣଙ୍କ ଶରୀରର ଫ୍ୟାଟ୍ କମିଥାଏ, କ୍ୟାଟାବୋଲିକ୍ ଏକ୍ସରସାଇଜ୍, ତାହେଲେ ମଧ୍ୟ ଆପଣ ପତଳା ରହିବେ। ପ୍ରଥମେ ନିର୍ଣ୍ଣୟ କରନ୍ତୁ କେଉଁ କାରଣ ଯୋଗୁଁ ଆପଣ ପତଳା ଅଛନ୍ତି, ସେହି ଅନୁସାରେ ଆପଣ ନିଜର ଦିନଚର୍ଯ୍ୟା ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ଆଣନ୍ତୁ। ଓଜନ ବଢ଼ାଇବା ପାଇଁ ଖାଦ୍ୟ। ସନ୍ତୁଳିତ ଉପାୟରେ ସୁଷମ ଖାଦ୍ୟ ଅର୍ଥାତ୍ ଶ୍ୱେତସାର, ପୁଷ୍ଟିସାର, ଜୀବସାର, ସ୍ନେହସାର, ଜଳ ଓ ଖଣିଜ ଲବଣ ଏସବୁ ଠିକ୍ ମାତ୍ରାରେ ଖାଇଲେ ସୁରକ୍ଷିତ ଉପାୟରେ ଅତ୍ୟଧିକ ମୋଟା ନ ହୋଇ ଆପଣ ସ୍ୱାସ୍ଥ୍ୟବାନ ହୋଇପାରିବେ। ପ୍ରଥମେ ନିଜ ଖାଦ୍ୟରେ ସମୁଦ୍ର ଲବଣ ସହିତ ବା ଆୟୋଡାଇଜ୍ଡ ସଲ୍ଟ ସହିତ ସୈନ୍ଧବ ଲବଣ ବା ପିଙ୍କ ସଲ୍ଟକୁ ସାମିଲ କରନ୍ତୁ। ଏଥିରୁ ଆପଣ ଯଥେଷ୍ଟ ପରିମାଣରେ ମିନେରାଲ ପାଇପାରିବେ। ମିଠା ଜାତୀୟ ଖାଦ୍ୟ, ଚିନିକୁ ଛାଡ଼ି ମିଠା ଜାତୀୟ ଖାଦ୍ୟ, ଖଜୁରୀ ବା ଖଜରା, ଗୁଡ଼, ମିଶ୍ରି ଇତ୍ୟାଦିକୁ ଖାଦ୍ୟରେ ସାମିଲ କରନ୍ତୁ। ଡାଇବେଟିସ୍ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବେ। ଏହାଛଡ଼ା ଦୁଗ୍ଧ ଓ ମିଶ୍ରି, ଗୁଡ଼ ଓ ଗୋଲମରିଚ ଇତ୍ୟାଦି ଖାଆନ୍ତୁ। କାଜୁ, କିସମିସ୍, ଖଜୁରୀ, ଚିନାବାଦାମ, ପିସ୍ତାବାଦାମ ଏସବୁ ଖାଦ୍ୟରେ ସାମିଲ କରନ୍ତୁ। ଦୈନନ୍ଦିନ ଖାଇବାରେ ଡାଲି ଜାତୀୟ ଖାଦ୍ୟ, ଗଜା ମୁଗ, ବୁଟ, ଚଣା ଏବଂ ଗୁଡ଼ ଇତ୍ୟାଦି ମିଶାନ୍ତୁ। କ୍ଷୀର, ଦହି, ଘିଅ, ଲହୁଣୀ ଏସବୁ ଖାଆନ୍ତୁ। ମଇଁଷି କ୍ଷୀରରେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ
ମଇଁଷି କ୍ଷୀର ଆଭଏଡ୍ କରନ୍ତୁ। ଏହା ଦ୍ୱାରା ଆବଶ୍ୟକତା ଠାରୁ ଅଧିକ ଅତିରିକ୍ତ ଫ୍ୟାଟ୍ ଡିପୋଜିସନ୍ ହେଇପାରେ ଏବଂ ଆପଣଙ୍କର ମେଲ୍ ନେଚର ଆସିପାରେ। ଆପଣଙ୍କର ମୁଖରେ ଅନାବଶ୍ୟକ କେଶ ମଧ୍ୟ ଆସିପାରେ। ଅଣ୍ଡା, ମାଛ, ମାଂସ, ପିଆଜ ଏସବୁ ଖାଆନ୍ତୁ। ଫଳ ଭିତରେ ଆମ୍ବ, ପଣସ, କଦଳୀ ଇତ୍ୟାଦି ଋତୁ ଅନୁସାରେ ଏବଂ ସମୟ ଅନୁସାରେ ଖାଆନ୍ତୁ। ଯଦି ଆପଣ ରୁଟି ଏବଂ ଭାତ ମଧ୍ୟାହ୍ନରେ ଏବଂ ରାତିରେ ଏକାଠି ଖାଇବେ ତାହେଲେ ମଧ୍ୟ ଆପଣଙ୍କର ଓଜନ ବଢ଼ିବ। କିନ୍ତୁ ସାବଧାନତା, ଏସବୁ ଖାଇବା ଦ୍ୱାରା ଷ୍ଟାର୍ଚ ଡିପୋଜିସନ୍ ହେବା ଦ୍ୱାରା ଆପଣଙ୍କର ଫ୍ୟାଟ୍ ଅଂଶ ଅଧିକା ହେଇପାରେ। ତେଣୁ ଅଳ୍ପ କିଛି ଦିନ ଖାଇ ହେଲ୍ଦି ହେବା ପରେ ଏହାକୁ ଛାଡ଼ିବା ଆବଶ୍ୟକ। ଏହାଛଡ଼ା ଆପଣ ଯେତେ ସବୁ ମୂଳ ଜାତୀୟ ଖାଦ୍ୟ, ଆଳୁ, କନ୍ଦମୂଳ ଏସବୁ ଖାଦ୍ୟରେ ସାମିଲ କରନ୍ତୁ। ମାଟି ତଳ ଜିନିଷ ଖାଦ୍ୟରେ ସାମିଲ କରିବା, ଖୁମ୍ବ ଆଳୁ ଇତ୍ୟାଦି ସାମିଲ କରିବା ଦ୍ୱାରା ଆପଣଙ୍କ ଶରୀରରେ ଧୀରେ ଧୀରେ ଓଜନ ବଢ଼ିଥାଏ। ଉପଯୁକ୍ତ ଖାଦ୍ୟ ଖାଇବା ସହିତ କେତେଗୁଡ଼ିଏ ନିୟମ ପାଳନ କଲେ ଆପଣମାନେ ମୋଟା ବା ସ୍ୱାସ୍ଥ୍ୟବାନ ହେବା ପରେ ପୁଣି ପତଳା ହେବେ ନାହିଁ। ପ୍ରଥମତଃ ଯଥେଷ୍ଟ ନିଦ ନିଅନ୍ତୁ, କାରଣ ପ୍ରପର ରେଷ୍ଟ ନେବା ଦ୍ୱାରା, ପ୍ରପର ସ୍ଲିପ୍ ଦ୍ୱାରା ମାଂସ ଧାତୁରେ ପୋଷଣ ଠିକ୍ ଭାବରେ ପହଞ୍ଚିଥାଏ ଏବଂ ତାର ବିକାଶ ହୋଇଥାଏ। ଶରୀର ଶୋଧନ କରନ୍ତୁ। ଜଳ ବା ପାଣି, ଫଳ, ପନିପରିବା ଓ ମସଲା ଜାତୀୟ ଜିନିଷ ଦ୍ୱାରା ଆପଣ ଶରୀର ଶୋଧନ କରନ୍ତୁ। ଠିକ୍ ସମୟରେ ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ। ଭିଟାମିନ୍ ସି ଯୁକ୍ତ ଫଳ ଖାଆନ୍ତୁ। ପନିପରିବା ଭିତରେ କାକୁଡ଼ି, ଗାଜର, ବିଟ୍ ସାଲାଡ କରି ଖାଆନ୍ତୁ। ଧନିଆ ପତ୍ର, ପୋଦିନା ପତ୍ର, ଭେରୁସୁଙ୍ଗା ପତ୍ର ଏସବୁ ସାମିଲ କରନ୍ତୁ। ମସଲା ଜାତୀୟ ଦ୍ରବ୍ୟ ଅର୍ଥାତ୍ ଜିରା, ପାନମଧୁରୀ ଏବଂ ହଳଦୀ ଏସବୁ ଶୋଧନ କରିବା ପାଇଁ ଶରୀରକୁ ବ୍ୟବହାର କରନ୍ତୁ। ଏହା ସହିତ ଶରୀର ପୂରଣ କରିବା ପାଇଁ ମଧ୍ୟ ଏହି ସବୁଗୁଡ଼ିକର ବ୍ୟବହାର ଆପଣ କରିପାରିବେ। ସେଗୁଡ଼ିକ ମଧ୍ୟରେ ପାଣି, ଯଦି ଆପଣ ଖାଦ୍ୟର ଅଳ୍ପ କିଛି ସମୟ ଅଧଘଣ୍ଟାରୁ 15 ମିନିଟ୍ ପୂର୍ବରୁ ଆପଣ ହାଲକା ଅଳ୍ପ ପରିମାଣରେ ଥଣ୍ଡା ପାଣି ପିଅନ୍ତି, ତାହେଲେ ଖାଦ୍ୟର ଅଧିକ ଅଂଶ ଆପଣଙ୍କ ଶରୀରରେ ହଜମ ହୋଇପାରେ। ଏହାଛଡ଼ା ଭିଟାମିନ୍ ଏ ଏବଂ ଭିଟାମିନ୍ ଇ ଥିବା ଫଳ ଓ ପନିପରିବା ଖାଇଲେ ମଧ୍ୟ ଆପଣଙ୍କ ଦେହରେ ଖାଦ୍ୟ ଲାଗିବାରେ ସାହାଯ୍ୟ କରେ ଏବଂ ପୁଣି ମାଂସ ଧାତୁ କ୍ଷୟ ହେବାର ସମ୍ଭାବନା ନଥାଏ। ଏହାଛଡ଼ା ମସଲା ଭିତରେ ଗୁଜୁରାତି ଏବଂ ପାନମଧୁରୀ ଏହି ଦୁଇଟିକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ। ଦଣ୍ଡ ବୈଠକ ଓ ଓଜନ ଉଠେଇବା, ଏହି ଦୁଇ ପ୍ରକାର ବ୍ୟାୟାମ କରନ୍ତୁ। ଅନ୍ୟ କୌଣସି ପ୍ରକାର ବ୍ୟାୟାମ କରନ୍ତୁ ନାହିଁ। ଦୌଡ଼ିବା, ଚାଲିବା ଏସବୁ ଦ୍ୱାରା ଆପଣ ଧୀରେ ଧୀରେ ପତଳା ହେଇଯିବେ। ଯଦିଓ ଆପଣଙ୍କର ଶରୀର ଠିକ୍ ସେପ୍ ସାଇଜକୁ ଆସିଯିବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଆପଣ ଏହି ଦୁଇ ପ୍ରକାର ବ୍ୟାୟାମ କରନ୍ତୁ। ସବୁ ପ୍ରକାର ଆସନ, ସହଜ ଆସନ କରନ୍ତୁ। ଭସ୍ତ୍ରିକା ଏବଂ ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ। ଶରୀରରେ ନିଜେ ନଡ଼ିଆ କିମ୍ବା ରାଶି ତେଲ ଯେଉଁଟା ଆପଣଙ୍କୁ ସୁଟ୍ କରୁଛି ତାକୁ ମାଲିସ କରନ୍ତୁ। ଏହାକୁ ଅଭ୍ୟଙ୍ଗ କୁହାଯାଏ। ନିଜ ହାତରେ ନିଜେ ମାଲିସ କରିବା ଦ୍ୱାରା ଆପଣଙ୍କର ଶ୍ୱାସକ୍ରିୟା ସହିତ ମାଂସ ଧାତୁ ଠିକ୍ ଭାବରେ ସନ୍ତୁଳିତ ହୋଇ ବୃଦ୍ଧି ପାଆନ୍ତି, ଯାଦ୍ୱାରା ଆପଣ ଶରୀର ସ୍ୱାସ୍ଥ୍ୟବାନ ରହିଥାଏ। ଓଜନ ବଢ଼ାଇବା ପାଇଁ ତଥା ସ୍ୱାସ୍ଥ୍ୟବାନ ହେବା ପାଇଁ ଏବଂ ଠିକ୍ ଚେହେରା ପାଇବା ପାଇଁ କେତେଗୁଡ଼ିଏ ଆୟୁର୍ବେଦିକ ଏବଂ ହୋମିଓପାଥିକ ଔଷଧ ଆପଣମାନଙ୍କୁ ଅନୁରୋଧ, ନିକଟସ୍ଥ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଠିକ୍ ମାତ୍ରାରେ ଔଷଧ ସେବନ କରନ୍ତୁ। ଆୟୁର୍ବେଦିକ ଔଷଧ ଭିତରେ ଅଶ୍ୱଗନ୍ଧା, ଶତାବରୀ, ମୁଲେଠି, ଶିଲାଜିତ୍, ତ୍ରିଫଳା, ଚ୍ୟବନପ୍ରାଶ, ବଳାରିଷ୍ଠ, ଦ୍ରାକ୍ଷାରିଷ୍ଠ ଇତ୍ୟାଦି ଏବଂ ହୋମିଓପାଥିକ ଔଷଧ ଭିତରେ ଆଲଫା-ଆଲଫା, ଆଭେନା ସାଟାଇଭା, ଜିନସେଙ୍ଗ, ଆବ୍ରୋଟାନମ୍, 5-ଫସ୍ ଏବଂ ବାୟୋ କମ୍ବିନେସନ ନମ୍ବର 28 ଏସବୁ ମେଡିସିନ ସହିତ କମ୍ପାନୀର କେତେଗୁଡ଼ିଏ ପ୍ୟାଟେଣ୍ଟ ମେଡିସିନ ମଧ୍ୟ ଆସୁଛି। ଆପଣଙ୍କର ଡାକ୍ତର
ଏସବୁ ବିଷୟରେ ଆପଣଙ୍କୁ ଠିକ୍ ପରାମର୍ଶ ଦେଇପାରିବେ। ଏହି ସବୁ ଔଷଧ ପ୍ରାକୃତିକ ଉପାଦାନରୁ ତିଆରି ହୋଇଥିବାରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଏଗୁଡ଼ିକ ଖାଇଲେ ଆପଣଙ୍କ ଶରୀରରେ ସ୍ଥାୟୀ ପରିବର୍ତ୍ତନ ହୋଇଥାଏ। ଆଶା କରୁଛି ଆଜିର ଭିଡ଼ିଓରେ ଦେଇଥିବା ଇନଫର୍ମେସନ୍ ନିଶ୍ଚିନ୍ତ ଭାବରେ ଆପଣମାନେ କାମରେ ଲଗେଇବେ।